Okay, good morning, student. तो again समस्त question नो voice clear ଅଛି? Everything is clear? Everything is clear? Okay, thank you. तो ଆମେ ଲାଷ୍ଟ କ୍ଲାସରେ କୋଉ ଟପିକ ପର୍ଯ୍ୟନ୍ତ ଡିସ୍କସନ କରିଥିଲେ ବା କୋଉ ନମ୍ବର ପର୍ଯ୍ୟନ୍ତ ଆମେ ଡିସ୍କସନ କରିଥିଲେ? ଲାଷ୍ଟ କ୍ଲାସରେ ଆମେ କେତେ ନମ୍ବର ଟପିକ ବା କୋଉ ନମ୍ବର ପର୍ଯ୍ୟନ୍ତ ଡିସ୍କସନ କରିଥିଲେ? 29 ପର୍ଯ୍ୟନ୍ତ ଆଇ ଥିଙ୍କ ଡିସ୍କସନ କରିଥିଲେ। ଓକେ, 29 ପର୍ଯ୍ୟନ୍ତ। ତ ବର୍ତ୍ତମାନ ଆମେ ପଏଣ୍ଟ 30 ଭିତରେ ଆମେ ଷ୍ଟାର୍ଟ କରିବା। ମନେ ରଖ ଆଜି ହଉଛି ଲାଷ୍ଟ କ୍ଲାସ୍ ଫର ଦ ଷ୍ଟେଟ୍ ନେଉଛୁ। ଆଜିର କ୍ଲାସ୍ ପରେ ପୁରା ଜାନୁଆରୀ ମାସ କତିରୁ ଅପ୍ ଟୁ ଡିସେମ୍ବର ମାସ ପର୍ଯ୍ୟନ୍ତ ପୁରା ଷ୍ଟେଟ୍ ନ୍ୟୁଜ୍ କମ୍ପ୍ଲିଟ୍ ହେଇଗଲା। ତାର ଟୋଟାଲି 60ଟା ବା 62ଟା ପଏଣ୍ଟରେ ମୁଁ କମ୍ପ୍ଲିଟ୍ କରିଛି। ତୁମେ ଯଦି ସିଜିଏଲ୍ ଏକ୍ଜାମ୍ ଦେଉଛ କିମ୍ବା ଓଏସ୍ ଏକ୍ଜାମ୍ ଦେଉଛ 100% ଆ ଭିତରେ ତୁମେ ଷ୍ଟେଟ୍ ନ୍ୟୁଜ୍ ପାଇଯିବ। ଓକେ, ତ କରେଣ୍ଟ ଆଫେୟାର ସବୁଠାରୁ ଇମ୍ପୋର୍ଟାଣ୍ଟ, କାହିଁକିନା 40 ପାଖାପାଖି କ୍ୱେଶ୍ଚିନ୍ ସିଜିଏଲ୍ରେ ଆସୁଛି, ଓଏସ୍ରେ ଅଲମୋଷ୍ଟ ତୁମମାନଙ୍କର 20 ପାଖାପାଖି କ୍ୱେଶ୍ଚିନ୍ ଆସୁଛି। तो करंट अफेयर केबे भी लाइटली नबनी बिकॉज ऑफ इट इज अ वेरी इंपोर्टेंट टॉपिक। ओके, चलो तो स्टार्ट करिया क्लास को। रेडी? तो मते को सुदर्शन सेतु, सुदर्शन सेतु तो एटा न्यूज रे थिला काहे कि ना प्राइम मिनिस्टर ऑफ इंडिया इनाग्रेट करथिले काहाको ना सुदर्शन सेतु। मोर कहबार कथा ए जो सुदर्शन सेतु अछि एटा रो पूर्व ना कोन, एरो पूर्व ना कोन एनो आंसर आर पूर्व ना कोन सुदर्शन सेतु ମନେ ରଖିବ। ସିଗ୍ନେଚର ବ୍ରିଜ ବୋଲି ଆମେ ଯୋଉ କହିଥାଉ, କଣ କହିଥାଉ ନା ସିଗ୍ନେଚର ବ୍ରିଜ ବୋଲି କହିଥାଉ, ଯେ କି ଇଣ୍ଡିଆର ସବୁଠାରୁ ଲାର୍ଜେଷ୍ଟ ଗୋଟେ ଶିପ। ଆଚ୍ଛା, ଆଚ୍ଛା ଏବେ ଭଏସ ଠିକ ଆସିଲା? ମାନେ ପୂର୍ବ ଅପେକ୍ଷା ବର୍ତ୍ତମାନ ଭଏସ କ୍ଲିୟର ଅଛି? ଓକେ, ଥ୍ୟାଙ୍କ ୟୁ। ଯେ ଇଣ୍ଡିଆର ସବୁଠାରୁ ଲାର୍ଜେଷ୍ଟ କେବୁଲ ବ୍ରିଜ ବୋଲି ଆମେ କହିପାରିବା କିଏ ସେ ନା ସୁଦର୍ଶନ ସେତୁକୁ, ଯିଏ କି କୋଉଠି ଅଛି ନା ଗୁଜୁରାଟର ଦ୍ୱାରକା ଆଇଲାଣ୍ଡରେ ଅଛି। ଓକେ, ଦ୍ୱାରକା ଆଇଲାଣ୍ଡରେ ଅଛି କିଏ ସେ ନା ଏଇ ଯୋଉ ବ୍ରିଜଟା ଅଛି ସୁଦର୍ଶନ ସେତୁ। ତ ଯେତେବେଳେ କୌଣସି ଜିନିଷ ତୁମମାନଙ୍କର କୌଣସି ଷ୍ଟେଟରେ ଫର୍ମେସନ ହଉଛି ବା ତିଆରି କରାଯାଉଛି ତା ଉପରେ ନେଇକି କ୍ୱେଶ୍ଚିନ୍ ଆସେ। ତ ଆର ମିଟର କେତେ ରହୁଛି? ଟୋଟାଲ ଲେନ୍ଥ ହଉଛି 4772 ମିଟର ରହୁଛି। ଦ୍ୟାଟ୍ ଇଜ ଦ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଏ ସେତୁର ପୂର୍ବ ନାଁ କ'ଣ? ଆନାଦର ଇମ୍ପୋର୍ଟାଣ୍ଟ ପଏଣ୍ଟ, ଏଟା କେଉଁଠି ଲୋକେଟେଡ୍ ଅଛି ସେଟା ବହୁତ ଇମ୍ପୋର୍ଟାଣ୍ଟ। ଯଦି ମୁଁ ତୁମମାନଙ୍କୁ ପଚାରେ ଯେ ଲଙ୍ଗେଷ୍ଟ ସି ବ୍ରିଜ ଅଫ୍ ଆୱାର କଣ୍ଟ୍ରି, ଆମ ଦେଶର ସବୁଠାରୁ ଲଙ୍ଗେଷ୍ଟ ସି ବ୍ରିଜ କିସ? ଆମ ଦେଶର ସବୁଠାରୁ ଲଙ୍ଗେଷ୍ଟ ସି ବ୍ରିଜ କିସ? ଆମ ଦେଶର ସବୁଠୁ ବା ଇଣ୍ଡିଆର ସବୁଠାରୁ ଲଙ୍ଗେଷ୍ଟ ସି ବ୍ରିଜ ସେତୁ କିସ? ଅଟଳ ସେତୁ। ଇଟ୍ ଇଜ ଅ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ, କାହିଁକି ନା ତୁମେ ଦେଖିବ ପିଲେ ଯେତେବେଳେ କ୍ୱେଶ୍ଚିନ୍ ଏକ୍ସାମରେ ଆସୁଛି ବା ତୁମେ ଯେତେବେଳେ ଫେସ୍ କରୁଛ ଏ ଟାଇପ୍ର କ୍ୱେଶ୍ଚିନ୍ ଇଜ ଇମ୍ପୋର୍ଟାଣ୍ଟ। କାହିଁକି ନା ଆଇଦର ଲଙ୍ଗେଷ୍ଟ ସେତୁ, ଲଙ୍ଗେଷ୍ଟ ସି ବ୍ରିଜ ସେତୁ କିମ୍ବା ତୁମକୁ ଲଙ୍ଗେଷ୍ଟ ଟର୍ନେଲ ପଚାରିଥାଏ, ଆଉ ତୁମମାନଙ୍କର ରହିଲା କି ସେ କେବୁଲ ବ୍ରିଜ ରହିଲା, ଏସବୁ ଉପରେ କ୍ୱେଶ୍ଚିନ୍ ପଚାରିଥାଏ। ଯୋଉଟା କି କ୍ୱେଶ୍ଚିନ୍ ପଏଣ୍ଟ ନମ୍ବର 30 ରହିଲା, ଇମ୍ପୋର୍ଟାଣ୍ଟ ରହିଲା। ଓକେ, ତ କ୍ୱେଶ୍ଚିନ୍ ନମ୍ବର ଆସିଲା 31, ଯୋଉଟା କି ଇଣ୍ଡିଆର ଫାର୍ଷ୍ଟ ମାଇନିଂ ଟୁରିଜିମ୍ ପ୍ରୋଜେକ୍ଟ। ଯେ ଆମର ଯୋଉ ଟୁରିଜିମ୍ ପାଇଁ ଯୋଉ ପ୍ରୋଜେକ୍ଟ ସବୁ ଥାଏ, ପ୍ରଥମ ମାଇନିଂ ଟୁରିଜିମ୍ ପ୍ରୋଜେକ୍ଟ କୋଉଠି ଲଞ୍ଚ କରାଯାଇଛି? ଝାଡ଼ଖଣ୍ଡରେ। ତ ଆଜି ଷ୍ଟେଟମେଣ୍ଟ ହିସାବରେ ଡାଇରେକ୍ଟ କ୍ୱେଶ୍ଚିନ୍ ଆସିପାରେ ଏସବୁ ଜିନିଷ, ଯେମିତିକି ତମକୁ ଡାଇରେକ୍ଟ ପଚାରିବ କୋଉ ଷ୍ଟେଟରେ ଫାର୍ଷ୍ଟ ଟାଇମ୍ ଯେ କି ମାଇନିଂ ଟୁରିଜିମ୍ ପ୍ରୋଜେକ୍ଟକୁ ଲଞ୍ଚ କରାଯାଇଛି? ଦ୍ୟାଟ୍ ଇଜ ଝାଡ଼ଖଣ୍ଡ। ଓକେ, ଚलो ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍କୁ। ଚलो ଏବେ ଆସିଲା କଣ ନା ଆଜି କାଲି ସକାଳୁ ମାନେ ସିଷ୍ଟମର କିବୋର୍ଡଟା କାମ କରୁନି, ସେଥିରେ ଟିକେ ତମକୁ ପ୍ରୋବ୍ଲେମ ହେଇପାରେ। ଚलो, ଆଚ୍ଛା ଏବେ ଯିବା। ଆଚ୍ଛା, ସଲ୍କଟ୍, SAWALKOTE ହାଇଡ୍ରୋ ପ୍ରୋଜେକ୍ଟଟା ଏଟା କେଉଁଠି ଏଷ୍ଟାବ୍ଲିଶ ଅଛି? କି ଏଟା ରିସେଣ୍ଟଲି ନ୍ୟୁଜରେ ଥିଲା। ଯେଉଁ ସାୱଲକୋଟ ଜଳ ବିଦ୍ୟୁତ ପ୍ରକଳ୍ପ ଅଛି ବା ସାୱଲକୋଟ ହାଇଡ୍ରୋ ପ୍ରୋଜେକ୍ଟ ଯୋଉଟାକ ଅଛି, ଏ ପ୍ରୋଜେକ୍ଟଟା କେଉଁଠି ଲଞ୍ଚ କରାଯାଇଛି? ଦେଖ ଦିଟା ଜିନିଷ, ଯେତେବେଳେ କୌଣସି ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟକୁ ଲଞ୍ଚ କରାଯାଏ ପ୍ରଥମ ଜିନିଷ ମନେ ରଖିବ ଲୋକେସନ ବା କେଉଁ ଏରିଆରେ ଜଏନ୍ କରାଯାଇଛି। ଦିଲ୍ଲୀ,
କଣ ହଉଛି କେଉଁଠି ଲଞ୍ଚ କରାଉଛି, ଦ୍ୟାଟ୍ସ ଏ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟ ହଉଛି କେଉଁ ରିଭର ଉପରେ ଲଞ୍ଚ କରାଉଛି, ମିଥୁନ, କାହିଁ ଡିଷ୍ଟର୍ବ କରୁଛ। ସେକେଣ୍ଡ ହଉଛି କୋଉ କୋଉ ରିଭର ଉପରେ ଲଞ୍ଚ କରାହଉଛି। ଏ ଦିଟା ପଏଣ୍ଟ ବହୁତ ଇମ୍ପୋର୍ଟାଣ୍ଟ ଥାଏ ଏକ୍ସାମ ପଏଣ୍ଟ ଅଫ ଭ୍ୟୁରେ। ମନେ ରଖିବ ଏ ଯୋଉ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟକୁ ଲଞ୍ଚ କରାଯାଇଛି, ତୁମର ଏଇଟା ଜାମ୍ମୁ ଆଣ୍ଡ କାଶ୍ମୀରରେ ଏ ପ୍ରୋଜେକ୍ଟକୁ ଲଞ୍ଚ କରାଯାଇଛି। ପର୍ଟିକୁଲାର ଏ ଯୋଉ ପ୍ରୋଜେକ୍ଟଟା କେଉଁ ରିଭର ଉପରେ ଲଞ୍ଚ କରାଯାଇଛି, ନା ତୁମର ଚେନାବ ରିଭର ଉପରେ। ଓକେ, ଚେନାବ ରିଭର ଉପରେ ତୁମେ ଜାଣିଥିବ ତ ତୁମର ଇଣ୍ଡସ୍ ୱାଟର ଟିଟୁକୁ ଆମେ ରଦ୍ଦ କରିଛେ, ବା ଇଣ୍ଡସ୍ ୱାଟର ଯେହେତୁ ଚେନାବ ରିଭରଟା ବି କାହା ଉପରେ କାହାର ଅଣ୍ଡରରେ ଆସୁଛେ, তোমার ইন্ডস ওয়াଟর ট্রিটি অর্ডର ଆସୁଛି। ଏ କାମଟା ବା ଏ ପ୍ରୋଜେକ୍ଟଟା ବନ୍ଦ ଥିଲା। ଯେତେବେଳେ ତୁମର ଇଣ୍ଡସ୍ ୱାଟର ଟ୍ରିଟିକୁ ବନ୍ଦ କରିଦିଆଗଲା, ତ ଆକୁ ବହୁତ ସ୍ପିଡରେ କାର୍ଯ୍ୟଟାକୁ କରାହଉଛି। ତାହେଲେ ଆମେ ଏଇ ଜିନିଷ ମନେ ରଖିବା ଯେ ତୁମର ସାଉଲକୋଟ ହାଇଡ୍ରୋ ପ୍ରୋଜେକ୍ଟଟା ଜାମ୍ମୁ ଆଣ୍ଡ କାଶ୍ମୀରର କୋଉ ରିଭର ଉପରେ ଅଛି, ନା ତୁମମାନଙ୍କର ଚମ୍ବଲ ରିଭର ଉପରେ ଅଛି। ତ ମୋର କ୍ୱେଶ୍ଚିନ୍ ଆସିଲା ବେଲେ ये जो पावर हाइड्रो प्रोजेक्ट अच्छे, ये केते मेगावाट रन ऑफ द रिवर केते मेगावाट इलेक्ट्रिक एटा प्रोड्यूस करिवो, ना 1800 बा 1856 मेगावाट रो इलेक्ट्रिक ये जनरेट करिवो। ए प्रोजेक्ट को प्रथमे केबे ने इनिशिएटेड कराइतला बा केबे फास्ट लॉन्च कराइतला, मन रखिवो 1984 रे 1984 रे आक प्रथमे को लॉन्च करा जाई थिला। बस एति जिंस मन रखियार अछि, अदरवाइज एते किछि इंपोर्टेंट नै। बस आमे जो टॉपिक पढिबा ए टॉपिक रो ए सब जिंस ऊपर क्वेश्चन आसे। बस एठी गोटे पॉइंट मु कहउ चाहूछि, जेतेबेले तुमनकर ओएस रो प्रीलिम एग्जाम तुमे फेस करिवो, ओके, अच्छा वॉइस क्लियर आसुनी, वॉइस क्लियर अछि, क्लियर अछि, थैंक यू। ओके, आई थिंक तुम साइड रे किछि इश्यू थिवो। हाँ। तो ଯେତେବେଳେ ଓଏସ୍ ପ୍ରିଲିମିନାରୀ କ୍ୱେଶ୍ଚିନ୍ ଆସେ, ଏ ଯୋଉ ପ୍ରୋଜେକ୍ଟ ଉପରେ କ୍ୱେଶ୍ଚିନ୍ ଏମିତି ଆସେ ନା। ତୁମେ ଲକ୍ଷ୍ୟ କରିଥିବ ଚାରିଟା କିମ୍ବା ତିନୋଟି ପ୍ରୋଜେକ୍ଟର ନାଁ ଦବ, ଆଉ ଗୋଟେ ସାଇଡରେ ରିଭରର ନାଁ ଦେଇଥିବ, ତମକୁ କହିବ ମ୍ୟାଚ୍ କରିବା ପାଇଁ ଯେ ଭୁଲ ଅଛି କି ଠିକ ଅଛି। କିମ୍ବା ଚାରିଟା ଖଣ୍ଡେ ପ୍ରୋଜେକ୍ଟ ଦେଇଥିବ, ଲୋକେସନ ଦେଇଥିବ, ତମକୁ କହିବ ମ୍ୟାଚ୍ କରିବା ପାଇଁ କେତେଟା ଭୁଲ ଅଛି କି ଠିକ ଅଛି। ଏ ଟାଇପର ମଧ୍ୟ ଓପିଏସସି ଓଏସ୍ ପ୍ରିଲିମିନାରୀ କ୍ୱେଶ୍ଚିନ୍ ଦେଖିବାକୁ ମିଳିଛି। କିନ୍ତୁ ସିଜିଏଲ ପ୍ରାୟତଃ ଏଇଭଳି କ୍ୱେଶ୍ଚିନ୍ ଆସେ ନା। ସିଜିଏଲ ସବୁ ଏକ୍ସାମରେ ଡାଇରେକ୍ଟ କ୍ୱେଶ୍ଚିନ୍ ଆସିଯାଏ ଯେ এই ପ୍ରୋଜେକ୍ଟ ବା ଏଇ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟଟା କେଉଁଠାରେ ଅଛି ବା କୋଉ ଜାଗାରେ ଲୋକେଟେଡ୍ ରହୁଛି। ଓକେ, টাটো হচ্ছে টাটো টু হাইড্রো ইলেক্ট্রো প্রজেক্ট, এটা কোড ଅଛି କହିଲେ, TATO, টাটো হাইড্রো ইলেক্ট্রো প্রজেক্ট কোড ଅଛି। মনে রাখিব এটা হচ্ছে অরুণাচল প্রদেশରେ ଅଛି। এটা ভেরি ইম্পর্টান্ট পয়েন্ট, যেহেতু এই যে আমি এতে ଯୋଉ ନ୍ୟୁଜ ଯୋଉ ପ୍ରୋଜେକ୍ଟ ଆସୁଛି ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ, ତୁମକୁ ମନେ ରଖିବାର ଅଛି କୋଉ କୋଉ ଲୋକେସନ ଅଛି। ଯଦି ମୁଁ ତୁମକୁ ପଚାରେ ଷ୍ଟୁଡେଣ୍ଟ ଯେ ଏଟା ପର୍ଟିକୁଲାର କେଉଁ ରିଭର ଉପରେ ଅଛି, ଓକେ, କୋଉ ରିଭର ଅଛି, ମନେ ରଖିବ ଶ୍ୟାମ ରିଭର ଉପରେ ଅଛି। ଓକେ, SIYOM ରିଭର ଉପରେ ଅଛି, ଯୋଉଟା କି ବହୁତ ଇମ୍ପୋର୍ଟାଣ୍ଟ। ତାହାର କାପାସିଟି ରହୁଛି କେତେ ମେଗାୱାଟ ପର୍ଯ୍ୟନ୍ତ ଇଏ ଜେନେରେଟ କରିପାରିବ, ଯୋଉଟା କି ତୁମର 100 ମେଗାୱାଟ ପର୍ଯ୍ୟନ୍ତ ଇଏ ଜେନେରେଟ କରିପାରିବ। ବଟ୍ ଆଉ ଏଥିରେ କିଛି ଇମ୍ପୋର୍ଟାଣ୍ଟ ନାହିଁ, ବେଶୀ ଇମ୍ପୋର୍ଟାଣ୍ଟ ହଉଛ ଏଟା। ଏ କ୍ୱେଶ୍ଚିନ୍ ବି ବେଳେବେଳେ ଆସେ ଯେତେବେଳେ କେତେ କୋଟି ଟଙ୍କାର ସାଙ୍କସନ ହେଇଛି, କ୍ୟାବିନେଟ ଆପ୍ରୁଭ କରିଛି କେତେ ଟଙ୍କା, ମନେ ରଖିବ 18,146 crore। ଓକେ, ଏତେ ଟଙ୍କା ଆପ୍ରୁଭ କରାଯାଇଛି, ବାଇ ଦ କ୍ୟାବିନେଟ ଦ୍ୱାରା ଆପ୍ରୁଭ କରାଯାଇଛି। କୋଉ ଇଲେକ୍ଟ୍ରିକ ପ୍ରୋଜେକ୍ଟ ଦ୍ୱାରା, ଆଉ କେଉଁ ଲୋକେସନରେ, ଆଉ କେଉଁ ରିଭର ଉପରେ। ଆଚ୍ଛା, ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ହଉଛି ଯେତେବେଳେ କୌଣସି ଗଭର୍ଣ୍ଣମେଣ୍ଟ, ପର୍ଟିକୁଲାର କୌଣସି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ କିଛି ସ୍କିମ୍କୁ ଲଞ୍ଚ କରନ୍ତି, ତ ଡାଇରେକ୍ଟ କ୍ୱେଶ୍ଚିନ୍ ଆସେ ଏଇ ଲିଙ୍କଟା କାହା ସହିତ ବା କୋଉ ଷ୍ଟେଟ୍ ସହିତ ରିଲେଟେଡ୍ ହଉଛି। ତ ଗୋଟେ ସ୍କିମ୍ ଆସୁଛି ନାରୀ ଅଦାଲତ, ଅଦାଲତ। ତ ଯୋଉ ନାରୀ ଅଦାଲତ ବା এটা କେଉଁ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର এটা ଇନିସିଏଟିଭ, ନାରୀ ଅଦାଲତ। ମନେ ରଖିବ ସିକିମ ଗଭର୍ଣ୍ଣମେଣ୍ଟ ଲଞ୍ଚ ନାରୀ ଅଦାଲତ ଫାଷ୍ଟ ଆସାମରେ, ଯୋଉ କି ମାନେ ଏମ୍ପାୱାର ମାନେ ତୁମର ଲୋକାଲ ଜଷ୍ଟିସ୍ ବା ଓମେନ୍ ମାନଙ୍କୁ କେମିତି ଜଷ୍ଟିସ୍ ସହଜରେ ମିଳିପାରିବ, ସେଥିପାଇଁ ୟାକୁ ଲଞ୍ଚ କରାଯାଇଛି ନାରୀ ଅଦାଲତ। ନାରୀ ଅଦାଲତ ଇଜ ରିଲେଟେଡ୍ ଟୁ ହୁଇଚ୍ ଷ୍ଟେଟ୍, ଦ୍ୟାଟ୍ସ ଦ ସିକିମ। ଓକେ, ଆଉ ଗୋଟେ ଭେରି ଇମ୍ପୋର୍ଟାଣ୍ଟ ହଉଛି ଯେ କି ଫାଷ୍ଟ ଲେଜିସ୍ଲେଚର ବା ତୁମର ରନ୍ କିଏ ସିନା ଏଣ୍ଟାର ଅନ୍ ଦ ସୋଲାର ପାୱାର, ପ୍ରଥମ ଆସେମ୍ବଲି ବା ଫାଷ୍ଟ ଆସେମ୍ବଲି ଆମ ଇଣ୍ଡିଆର ଯିଏକି ଟୋଟାଲ ଇଲେକ୍ଟ୍ରିକ ସୋଲାରରେ ବ୍ୟବହାର କରାଯାଉଛି, ସେ ଯୋଉ ଦିଲ୍ଲୀରେ ଆସେମ୍ବଲି, କି ସେ ନା ଦିଲ୍ଲୀର ଆସେମ୍ବଲି। ତ ଏଇସବୁ ଛୋଟ ଛୋଟ ଜିନିଷ ଯୋଉଟା କି ଫାଷ୍ଟ ଟାଇମ କିଛି ଯଦି କରାଯାଉଛି, ତ ଏକ୍ସାମର ଆପରେ କ୍ୱେଶ୍ଚିନ୍ ଆସିଥାଏ। 36 ନମ୍ବର ୱାନ୍ ଅଫ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଆଉ ବହୁତ ଥର ଏକ୍ସାମ ଏଟା ରିପିଟ୍ ହେଇଛି।
आयुर्वेदिक डे जब प्रथम क्वेश्चन पचारे आयुर्वेदिक डे आम के सेलिब्रेट कर आयुर्वेद डे आयुर्वेदिक डे आम के सेलिब्रेट कर मन रखियो अच्छा 10 रे करते आयुर्वेद से अच्छा 23rd September ओके 23rd September 23rd September ओके 23rd September रे आम एटा सेलिब्रेट करथु जो ए वर्ष जो आयुर्वेदिक डे आम सेलिब्रेट कलु एटा केतेतम आयुर्वेद थिला 10th माने जो इवेंट थिला 10th इवेंट जो इवेंट कोठी सेलिब्रेट कराइछि बा कोठी होस्टिंग कराइछि से होछि गोवा कोठी ना गोवा गोवा रे आपको होस्ट कराइछि तो जेतेबेले कोनोसी माने इंपोर्टेंट डे जेमति कि आयुर्वेदिक डे हला एनआरआई डे हला तो इथिरे इंपोर्टेंट आसे होस्ट कोड कराइछि तो तारो केते तम एडिशन एटा केबे सेलिब्रेट करा जे आ गोटे इंपोर्टेंट पॉइंट होछि जे आर थीम करथिला आर थीम करथिला ମାନେ କି ଥିମ୍ ହଉଛି ଆୟୁର୍ବେଦିକ ଫର ପିପୁଲ ଆଣ୍ଡ ପ୍ଲାନେଟ୍ସ ଓକେ ଆୟୁର୍ବେଦିକ ଫର ପିପୁଲ ଆଣ୍ଡ ପ୍ଲାନେଟ୍ସ ହଉଛି କଣ ଥିଲା ଆୟୁର୍ବେଦିକ ଡେ ର ଥିମ୍ ଥିଲା କୋଉଠି ଇନାଗୁରେଟ କରାଗଲା କେତେ ତମ ଥିଲା ପର୍ଟିକୁଲାର କେଉଁ ଡେଟ୍ ରେ କରାଗଲା ଆଉ ଆର ଥିମ୍ କଣ ଯୋଉଟା କି ବହୁତ ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ଚାଲ ଏବେ ଯିବା ନେକ୍ସଟ ପଏଣ୍ଟ ହଉଛି ଗୋଟେ ଇମ୍ପୋର୍ଟାଣ୍ଟ ଟପିକ ଯୋଉଟା କି ଆମର ଓମେନ ମାନଙ୍କର ସେଫ୍ଟିକୁ ନେଇକି କ୍ୱେଶ୍ଚିନ୍ ଆସୁଛି ଓକେ तो मन रख तुम मानकर NARI ओके जे कि जार रिपोर्ट लॉन्च करछि 2025 रो रिपोर्ट जोथि मेंशन कराइछि सबुठर सेफ्टी सिटी किए से सबुठर सेफ्टी सिटी किए तो सबुठर हाइलाइटेड थिला गैंगटक काहे कि ना गैंगटक जोथि गोटे बेस्ट टूरिस्ट प्लेस रहउछि गैंगटक होछि वुमेन सेफ्टी रे प्लेस नंबर केते आसुछि ना 5th रे आसुछि 5th सेफ्टी सिटी फॉर वुमेन इन इंडिया मोर क्वेश्चन टू एवरीवन हम इंडिया रो सबुठर सेफ्टी सिटी किए से ଆମ ଭାରତର ସବୁଠାରୁ ସେଫ୍ଟି ସିଟି ସିଟି ଫର ଓମେନ୍ ମାନେ ମହିଳା ମାନଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସହର କିଏ ସେ ମନେ ରଖିବ କୋହିମା କିଏ ସେ କୋହିମା ଆଚ୍ଛା ଯଦି ମୁଁ ତୁମକୁ କହେ ଯେ ସବୁଠାରୁ ଲୋଏଷ୍ଟ ସେଫ୍ଟି ସିଟି ଇନ୍ ଇଣ୍ଡିଆ ଭାରତରେ କେଉଁ ସହର ସବୁଠାରୁ ଲୋଏଷ୍ଟ ସେଫ୍ଟି ସିଟି ଅଣ୍ଡରରେ ଆସୁଛି ମନେ ରଖିବ ଜୟପୁର अच्छा आम ओडिशा रे एमती किछि की अछि कि जे कि रैंक रे आसीबा कटक भुवनेश्वर राउरकेला तालचेर संबलपुर किछि अछि कि जे कि किछि रैंक रे आसीबा थैंक यू बीबीएस सर भुवनेश्वर रैंक केते अछि बिले भुवनेश्वर केते नंबर प्लेस रे रहउछि अच्छा मन रखिबो भुवनेश्वर होछि थर्ड रहउछि भुवनेश्वर होछि केते थर्ड रहउछि तो सबुठरो सेफ्टी सिटी होछि कोहिबा सेकेंड होछि तुमर होछि विशाखापट्टनम ओके ଆଉ ଥାର୍ଡ ରେ ଆସୁଛି ଭୁବନେଶ୍ୱର ଆଉ ମନେ ରଖ ଇଣ୍ଡିଆର ଆଭରେଜ ସେଫ୍ଟି ରେଟ୍ କେତେ ଭାରତର ଆଭରେଜ ସେଫ୍ଟି କେତେ ଅଲ୍ ଇଣ୍ଡିଆର ଆଭରେଜ ସେଫ୍ଟି କେତେ ମନେ ରଖିବ 64.6%। ଏଇ ଯୋଉ ସବୁ ଡାଟା ଅଛି ବହୁତ ଇମ୍ପୋର୍ଟାଣ୍ଟ ଏ ଡାଟା ଓଏସ୍ ପ୍ରିଲିମରେ ଡାଇରେକ୍ଟ କ୍ୱେଶ୍ଚିନ୍ तुमर ओ डबल एस एस सीजीएल रे डायरेक्ट क्वेश्चन किंतु ए जो डाटा सब अछि यू कैन राइट इन वुमेन एम्पावरमेंट तो जो टॉपिक अछि जीएस पेपर 1 रे भी अछि पेपर 3 रे मध्ये से टॉपिक ऊपर आलोचना कर जाय छै तो ए जो मेन पेपर रे ए सब जिंस को लिखि परियो जे नाउ टाइम इंडिया एवरेज सेफ्टी रेट इज 64.6% and a maximum safety city is the Kohima, second Visakhapatnam, third is भुवनेश्वर और लोएस्ट सेफ्टी सिटी इज जयपुर तो ए सब छोट छोट पॉइंट को तबे मेंशन करी पारिबो जोटा कि भलो स्कोरिंग दे पारिबो चलो एबे देखिबा जे कि प्रथम स्टेट जे कि फर्स्ट स्टेट इशू आई कार्ड फॉर द सेल्फ हेल्प ग्रुप मेंबर जोटा कि तुमर स्वयं सहायक गोष्ठी रहउछोंती सेल्फ हेल्प ग्रुप मानको पई प्रथम करी आई कार्ड इशू करथिबा स्टेट केसे सुजी केसे तमिलनाडु became the first state to issue आई कार्ड फॉर द वुमेन सेल्फ हेल्प ग्रुप मेंबर मानको पई ଏବେ ରିସେଣ୍ଟଲି ଗୋଟେ ସିଷ୍ଟମ ବହୁତ ଜୋରେ ହାଇଲାଇଟେଡ ଥିଲା କିଏ ସେ ମନକି ମୁଣ୍ଡା ସିଷ୍ଟମ କଣ ଥିଲା ପିଲେ ମନକି ମୁଣ୍ଡା ସିଷ୍ଟମ MANKI ମନକି ମୁଣ୍ଡା ସିଷ୍ଟମ
ମୋର କହିବାର କଥା ହଉଛି ଷ୍ଟୁଡେଣ୍ଟ ଏ ଯୋଉ ମନକି ମୁଣ୍ଡା ସିଷ୍ଟମ ଇଜ ରିଲେଟେଡ ଟୁ ହୁଇଚ ଟ୍ରାଇବ ଇନ ହୁଇଚ ଡିଷ୍ଟ୍ରିକ୍ଟ which tribe in history मतलब कि हो ट्राइब इन झारखंड जे के मोर कोल्हान रीजन रेटा देखिया को पाइथिले पर्टिकुलर हो ट्राइब रे एक्चुअली माने एटा प्रॉब्लम होछि कोन ना जेमति कि हमर किछि डिसीजन गां रे जतबे कोनोसी इश्यू रुहे ताकू सॉर्ट आउट की करंती गां रे मुखिया ठीक से बोली ए ट्राइब रो स्वतंत्र निजर गोटे कल्चर अछि देखो मनकी होचंती किए से आ मुंडा होचंती किए से मुंडा होचंती विलेज रे हेड सपोज आज विलेज रे किछि इश्यू हला बा विलेज रे किछि प्रॉब्लम क्रिएट हला तार समस्त सॉर्ट आउट की करिवे ना मनकी सॉरी मुंडा एटा मन रखियो एटा क्वेश्चन आस पारे द हेड ऑफ द विलेज से होच मुंडा और सपोज मुंडा सॉल्यूशन करि पाइले नहीं तो किछि विलेज को नहीं कि जे हेड थांती सपोज 10 12 विलेज रे हेड थांती होची किसे मनकी तो मनकी होचंती कल्चरल हेड बा किछि विलेज रे हेड कमे कहिथो मनकी किंतु गोटे गाँ रो हेड कमे कहिथो मुंडा तो ये जो कॉन्सेप्ट अछि मनकी और मुंडा तो लोकल सब कलेक्टर कौन करछन्ती ना पर्सनल मैटर रे मुंडो करछन्ती तो ए सब जिंस ऊपर एटा डिस्टर्बेंस क्रिएट हेतला तो हमको एग्जाम पॉइंट ऑफ व्यू रे एटा इंपोर्टेंट होछि मनकी और मुंडा कॉन्सेप्ट हो ट्राइब रो कोठा दा झारखंड रे देखिया को पाइछे अच्छा तो एबे क्वेश्चन आसला जे तुमार घर चाइल्ड मैरिज फ्री डिस्ट्रिक्ट भारत प्रथम चाइल्ड मैरिज फ्री डिस्ट्रिक्ट केस ऑफिशियली डिक्लेयर भारत प्रथम बालोद ओके BALOD तो एटा को डिस्ट्रिक्ट अंडर आसुच पिले एटा केउ डिस्ट्रिक्ट इट इज इंपोर्टेंट पॉइंट इट इज छत्तीसगढ़ कोड आसुचे छत्तीसगढ़ अच्छा अच्छा तो ଯେତେବେଳେ କୌଣସି ଷ୍ଟେଟରେ କିଛି ନୂଆ ଡିଷ୍ଟ୍ରିକ୍ଟ ଫର୍ମେସନ ହୁଏ ତ ବେଳେବେଳେ ଏକ୍ସାମ ତାକୁ ପଚାରେ ଏବେ ରିସେଣ୍ଟଲି ତୁମର ଆନ୍ଧ୍ରପ୍ରଦେଶ ଉପରେ ମୁଁ ପଢେଇଥିଲି ଯୋଉଟା କି ନୂଆ ଡିଷ୍ଟ୍ରିକ୍ଟ ଫର୍ମେସନ ହେଇଥିଲା ସେଇଭଳି ଉତ୍ତରପ୍ରଦେଶରେ ଏବେ 76th ଡିଷ୍ଟ୍ରିକ୍ଟକୁ ଡିକ୍ଲେୟାର କରାଯାଇଛି ଯାହାର ନାଁ ହଉଛି କଣ କଲ୍ୟାଣ ସିଂ ନଗର KALYAN କଲ୍ୟାଣ ସିଂ ଯେ କି କେତେ ନମ୍ବର ଡିଷ୍ଟ୍ରିକ୍ଟ ହଉଛି ନା 76th ଡିଷ୍ଟ୍ରିକ୍ଟ ଇନ୍ ଉତ୍ତରପ୍ରଦେଶ तो ଯେତେବେଳେ ଏଇ ସବୁ ଡିଷ୍ଟ୍ରିକ୍ଟ ଡିକ୍ଲେୟାର କରାଯାଏ ଯେତେବେଳେ 56th ଡିଷ୍ଟ୍ରିକ୍ଟ ହଉ କୋଉ କୋଉ ଷ୍ଟେଟରେ ନୂଆ ଡିଷ୍ଟ୍ରିକ୍ଟକୁ ଡିକ୍ଲେୟାର କରାଯାଏ ତ ସେଟା ଇମ୍ପୋର୍ଟାଣ୍ଟ ହେଇଛି ଫର ଦ ଏକ୍ସାମ ପଏଣ୍ଟ ଅଫ ଭ୍ୟୁରେ ଆଚ୍ଛା ଏବେ ଯିବା ଯେ ଯେ କୋଉ ଷ୍ଟେଟ ଏବେ ରିସେଣ୍ଟଲି ଇଣ୍ଟ୍ରୋଡ୍ୟୁସ କରୁଛି ଗ୍ରୀନ ଟ୍ୟାକ୍ସ ଫର ଆଉଟ ଅଫ ଦ ଷ୍ଟେଟ ଭେହିକିଲ ଯୋଉଟା କି ବାହାର ଷ୍ଟେଟ ରୁ ଯୋଉ ଭେହିକିଲ ଆସିବ ତାଙ୍କ ଷ୍ଟେଟ କୁ ତାକୁ ଗ୍ରୀନ ଟ୍ୟାକ୍ସ ଦେବାକୁ ପଡିବ ସେ ହଉଛି କୋଉ ଉତ୍ତରାଖଣ୍ଡ କାହିଁକି ନା ଯେହେତୁ ବହୁତ ନ୍ୟାଚୁରାଲ ଏରିଆ ଭିତରେ ସବୁ ରହୁଛି ଗ୍ରୀନ ଏନଭାରନମେଣ୍ଟ ର ପ୍ରୋଟେକ୍ସନ ପାଇଁ ଡେଭଲପମେଣ୍ଟ ପାଇଁ ଏ ସ୍କିମ୍ କୁ ଲଞ୍ଚ କରାଯାଇଛି ଫର ଦ ଗଭର୍ଣ୍ଣମେଣ୍ଟ ଅଫ ଉତ୍ତରାଖଣ୍ଡ ଆଚ୍ଛା ଯଦି ମୁଁ କ୍ୱେଶ୍ଚିନ୍ ପଚାରେ ହାଉ ମେନି ନମ୍ବର ଅଫ ବ୍ଲୁ ଫ୍ଲାଗ ହାଉ ମେନି ନମ୍ବର ଅଫ ବ୍ଲୁ ଫ୍ଲାଗ ବିଚ୍ ଇନ୍ ଇଣ୍ଡିଆ ଭାରତରେ ବର୍ତ୍ତମାନ କେତେଟା ବ୍ଲୁ ଫ୍ଲାଗ ବିଚ୍ ଅଛି ହାଉ ମେନି ନମ୍ବର ଅଫ ବ୍ଲୁ ଫ୍ଲାଗ ବିଚ୍ ମନେ ରଖିବ ଟୋଟାଲ ବ୍ଲୁ ଫ୍ଲାଗ ବିଚ୍ ହଉଛି କେଇଟା ନା 12ଟା ବ୍ଲୁ ଫ୍ଲାଗ ବିଚ୍ ଅଛି ଯୋଉଟା କି ଏବେ ରିସେଣ୍ଟଲି 5 ମହାରାଷ୍ଟ୍ର ବିଚ୍ ଏୟାର ବ୍ଲୁ ଫ୍ଲାଗ ବିଚ୍ ଗ୍ଲୋବାଲ ରେକଗ୍ନାଇଜେସନ ଅଣ୍ଡରକୁ ଅଣାଯାଇଛି କିନ୍ତୁ ଏତେ ଇମ୍ପୋର୍ଟାଣ୍ଟ ନାହିଁ ଯେହେତୁ ବ୍ଲୁ ଫ୍ଲାଗ ନ୍ୟୁଜଟା ଗୋଟେ ଇମ୍ପୋର୍ଟାଣ୍ଟ ନ୍ୟୁଜରେ ଥିଲା ତ ଆମ ପାଇଁ ଇମ୍ପୋର୍ଟାଣ୍ଟ ହେଇଯାଉଛି ଯେ ନମ୍ବର ଅଫ ବ୍ଲୁ ଫ୍ଲାଗ ବିଚ୍ ଇନ୍ ଇଣ୍ଡିଆ ହାଉ ମେନି ନମ୍ବର ଅଫ ବ୍ଲୁ ଫ୍ଲାଗ ବିଚ୍ ଇନ୍ ଓଡ଼ିଶା ଆମ ଓଡ଼ିଶାରେ କେତେ ଗୋଟି ବ୍ଲୁ ଫ୍ଲାଗ ବିଚ୍ ଅଛି ହାଉ ମେନି ନମ୍ବର ଅଫ ବ୍ଲୁ ଫ୍ଲାଗ ବିଚ୍ ଇନ୍ ଓଡ଼ିଶା ଆମ ଓଡ଼ିଶାରେ କେତେଟା ଅଛି ଗୋଟିଏ କୋଉଠି ଅଛି ପିଲା ପୁରୀ ପୁରୀରେ ହଁ ପୁରୀରେ ଦେଖିଛ ବିଚ୍ ଦେଖିଛ ନା ଦେଖିନା ଆଚ୍ଛା ଯେତେବେଳେ ଯିବ ବୁଲିବାକୁ ଯିବ ମସ୍ତ ଜାଗାଟା ଚାଲ ଏବେ କ୍ୱେଶ୍ଚିନ୍ ଆସିଲା ଯେ ହୁଇଚ୍ ଷ୍ଟେଟ୍ ଇଜ ଦ ପଭର୍ଟି ଫ୍ରି ଷ୍ଟେଟ୍ ହିସାବରେ ଦେଖିଲା ଫାଷ୍ଟ ଏକ୍ସଟ୍ରିମ୍ ପଭର୍ଟି ଫ୍ରି ଷ୍ଟେଟ୍ ପ୍ରଥମ ଏକ୍ସଟ୍ରିମ୍ ପଭର୍ଟି ଫ୍ରି ଷ୍ଟେଟ୍ କିଏ ସେ ମନେ ରଖ ସେ ହଉଛି କେରଳ ଏ ଯୋଉ ପଏଣ୍ଟ ଗୁଡା ତୁମେ ମଧ୍ୟ ମେନସନ କରିପାରିବ ଆମ ମେନ୍ ଏକ୍ସାମ ର ଯୋଉ ଥାଏ ଟପିକ ଯେମିତି କି ଆମେ କହୁଛେ ପଭର୍ଟି ଗୋଟେ ଟପିକ ଅଛି ଜିଏସ୍ ପେପର 1 ରେ ଅଛି 3 ରେ ବି ଅଛି ତ ଏସବୁ ପଏଣ୍ଟ ତୁମେ ମେନସନ କରିପାରିବ ଯେ କି ଫାଷ୍ଟ ଏକ୍ସଟ୍ରିମ୍ ପଭର୍ଟି ଫ୍ରି ଷ୍ଟେଟ୍ ହଉଛି କିଏ ସେ କେରଳ ତାପରେ ଆସିଲା ବୁଦ୍ଧ ରିଲିଜନ ଗେଟ୍ ସେପାରେଟ ସେନ୍ସସ୍ କୋଡ୍ ଇନ୍ ଆସାମ ତ ଆସାମରେ ପର୍ଟିକୁଲାର
ବୌଦ୍ଧ ଧର୍ମକୁ ପୃଥକ ଜନଗଣନା ମାନେ ସଂହିତା ମିଳିଛି ବା ଅନୁମୋଦନ ମିଳିଛି କାହାକୁ ନା ବୌଦ୍ଧ ଧର୍ମର ଗୋଟେ ମାନେ ସେପାରେଟ ସେନ୍ସସ୍ କାଲକୁଲେସନ କରିବା ପାଇଁ କୋଉଠି ନା ଆସାମରେ। ଆଚ୍ଛା, ଓଡ଼ିଶା ରିଲେଟେଡ୍ ଗୋଟେ ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ଅଛି ଯେ କି ତୁମମାନଙ୍କର ହଉଛି କଣ ଜ୍ଞାନ ଯଜ୍ଞ ମଣ୍ଡପ। ଓକେ, ଜ୍ଞାନ ଯଜ୍ଞ ମଣ୍ଡପ ଡିଜିଟାଲ ଲାଇବ୍ରେରୀ ଆଟ୍ ପୁରୀ। ତ ଏବେ ରିସେଣ୍ଟଲି ଗୋଟେ ଡିଜିଟାଲ ଲାଇବ୍ରେରୀ ଇଣ୍ଟ୍ରୋଡ୍ୟୁସ କରାଯାଇଛି କୋଉଠି ନା ପୁରୀରେ ହେଇଛି, ଯାହାର ନାଁ ହଉଛି କଣ ନା ଜ୍ଞାନ ଯଜ୍ଞ ମଣ୍ଡପ। ତ ଏସବୁ କୋଶ୍ଚିନ୍ ତ ଓଡ଼ିଶା ରିଲେଟେଡ୍ କିଛି ରହୁଛି, ତ ଏକ୍ସାମ ପଏଣ୍ଟ ଅଫ ଭ୍ୟୁରେ ଏଇଟା ତୁମମାନଙ୍କୁ କୋଶ୍ଚିନ୍ ଆସିଯାଇପାରେ ଯେ ଓଡ଼ିଶାର ଯୋଉ ପୁରୀରେ ଏଷ୍ଟାବ୍ଲିଶମେଣ୍ଟ ହେଇଥିବା ଡିଜିଟାଲ ଲାଇବ୍ରେରୀର ନାଁ କଣ ହଉଛି। ଓଡ଼ିଶା ଟୁ ଲଞ୍ଚ ଜ୍ଞାନ ଯଜ୍ଞ ମଣ୍ଡପ, ଯୋଉଟା କି ଡିଜିଟାଲ ଲାଇବ୍ରେରୀ ଆଟ୍ ପୁରୀରେ। ତ ଏବେ ଯିବା ନେକ୍ସଟ ପଏଣ୍ଟକୁ। ନେକ୍ସଟ ପଏଣ୍ଟ କଣ ହଉଛି, ଆଚ୍ଛା, ପର୍ଟିକୁଲାର ଗୋଟେ ପର୍ବ ବା ତୁମେ କହିପାରିବ ଫେଷ୍ଟିଭାଲ, ସେ ଯୋଉ ଫେଷ୍ଟିଭାଲ ଅଛି ମେରା ହୋ, ମେରା ହୋ, ଏ ଯୋଉ ଫେଷ୍ଟିଭାଲଟା ଏଟା କେଉଁ ଷ୍ଟେଟ୍ ସହିତ ରିଲେଟେଡ୍ ହଉଛି, କୋଉ ଷ୍ଟେଟ୍ ମାନେ କି ମଣିପୁର। କାହିଁକିନା ଯେତେବେଳେ ଆମେ କୌଣସି ଷ୍ଟେଟ୍ର କିଛି ଫେଷ୍ଟିଭାଲ ଆସିଥାଏ ତ ସେମିତି କ୍ୱେଶ୍ଚିନ୍ ଆସେ। ତ ଏବେ ରିସେଣ୍ଟଲି ଓଡ଼ିଶାରେ ଗୋଟେ ବହୁତ ବଡ଼ ଓପନ ଫେଷ୍ଟିଭାଲ ଯିଏକି ୱାର୍ଲଡର ସବୁଠୁ ଲାର୍ଜେଷ୍ଟ ଓପନ ଫେଷ୍ଟିଭାଲ କଣ ଥିଲା ସେ ରିସେଣ୍ଟଲି ସରିଲା କାଲି, ଧନୁଯାତ୍ରା। ଓକେ, ଧନୁଯାତ୍ରା, ଧନୁଯାତ୍ରା, ଥ୍ୟାଙ୍କ ୟୁ। ଆଚ୍ଛା, ରାଜସ୍ଥାନ ଫାଷ୍ଟ ନାନୋ ବାୟୋ ହଉଛି ବାୟୋଡାଇଭର୍ସିଟି ପାର୍କ ମାନେ ପ୍ରଥମ ନାନୋ ବାୟୋଡାଇଭର୍ସିଟି ପାର୍କ କୋଉଠି ଲଞ୍ଚ କରାଯାଇଛି, ସୁଜି କି ସେ ରାଜସ୍ଥାନରେ ଲଞ୍ଚ କରାଯାଇଛି। ଏ ଯୋଉ ଷ୍ଟେଟରେ ଯଦି କିଛି ଜିନିଷ ଲଞ୍ଚ ହଉଛି ଏସବୁ ଜିନିଷ ଆମର ଏକ୍ସାମରେ କ୍ୱେଶ୍ଚିନ୍ ଆସିଯାଇପାରେ। ଆଉ ଗୋଟେ ଫେଷ୍ଟିଭାଲ ଅଛି ଯାହାର ନାଁ ଅଛି ବାଥୁକାମା କାମ ଫେଷ୍ଟିଭାଲ। ତ ଏଇଟା କୋଉ ଷ୍ଟେଟର ଫେଷ୍ଟିଭାଲଟା ତୁମର ତେଲେଙ୍ଗାନାର ଫେଷ୍ଟିଭାଲ, ଯିଏକି ସବୁଠୁ ହାଏଷ୍ଟ ଫ୍ଲାୱାର ମାନେ ଫୁଲର ବ୍ୟବହାର କରାଯାଇଛି। ଓକେ, ଯୋଉଟା କି ୱାର୍ଲଡ ରେକର୍ଡ କରିଛି, ଯୋଉଟା କି ଏ ଫେଷ୍ଟିଭାଲଟା ଏ ଫେଷ୍ଟିଭାଲ ଯେହେତୁ ଏଟା ନ୍ୟୁଜ ଥିଲା ତ ଏ ଫେଷ୍ଟିଭାଲଟା କୋଉ ଷ୍ଟେଟ୍ ସହିତ ରିଲେଟେଡ୍ ସେଟା ଆମ ପାଇଁ ଇମ୍ପୋର୍ଟାଣ୍ଟ। ଓକେ, ତାହେଲେ ଏଇଠି ଆମେ ଦେଖିଲେ ମେରା ହୋ ଫେଷ୍ଟିଭାଲଟା କୋଉ ଷ୍ଟେଟରେ, ମେରା ହୋ କୋଉ ଷ୍ଟେଟ୍ ସହିତ ମଣିପୁର। ଏମ୍ ଫର୍ ମେରା, ଏମ୍ ଫର୍ ମଣିପୁର। ଦେନ୍ ଆସିଲା ହଉଛି ବାଥୁକାମା। ତ ଏ ଯୋଉ ଫେଷ୍ଟିଭାଲଟା କୋଉ ଷ୍ଟେଟ୍ ସହିତ ରିଲେଟେଡ୍ ହେଲା, ତେଲେଙ୍ଗାନା ସହିତ। ତ ଏଇଟା କ୍ୱେଶ୍ଚିନ୍ ଏକ୍ସାମରେ ଟୁ ଦ ପଏଣ୍ଟରେ ପଳେଇ ଆସିଥାଏ। ଆଚ୍ଛା, ତ ଏଟାକୁ ମନ୍ଥ ୱାଇଜ ଯେତେବେଳେ ପଢଉଥିଲି ଏଇଟା ବି ତମମାନଙ୍କୁ ପଢେଇଥିଲି। ଫାଷ୍ଟ ଆଣ୍ଟି ପଲିଗାମି ବିଲ୍, ଯାହାକୁ ଆମେ କହିଥାଉ ବହୁ ବିବାହ ବିଧି, ଏଟା ବିଲ୍ କୋଉ ଷ୍ଟେଟରେ ସର୍ବପ୍ରଥମେ ପାଳନ କରାଯାଇଛି, ଆଣ୍ଟି ପଲିଗାମି ବିଲ୍। ଆଣ୍ଟି ପଲିଗାମି ବିଲ୍ ମନେ ରଖିବ, ଆସାମ ହଉଛି ପ୍ରଥମ ଷ୍ଟେଟ୍ ଯିଏକି ଆଣ୍ଟି ପଲିଗାମି ବିଲ୍କୁ ଇଣ୍ଟ୍ରୋଡ୍ୟୁସ କରୁଛି। ଯଦି କ୍ରିମିନାଲ ପ୍ରୋସିଡିଂ ହଉଛି କଣ, ଯଦି ଜଣେ ମ୍ୟାରେଜ କରୁଛି, ବହୁ ବିବାହ କରୁଛି, 7 ବର୍ଷ ପର୍ଯ୍ୟନ୍ତକୁ ଜେଲ ଦଣ୍ଡ ଦିଆଯିବ। ଆଚ୍ଛା, ଯଦି ମୁଁ ତୁମକୁ କହେ ଜଣେ ଯଦି ଅତ୍ୟଧିକ ମାନେ ଏକରୁ ଅଧିକ ୱାଇଫ ରଖୁଛି ତାକୁ କଣ କହିବା, ଜଣେ ମଲ୍ଟିପୁଲ ୱାଇଫ କଣ କୁହାଯାଏ, ପଲିଗାମି। ମଲ୍ଟିପୁଲ ହଜବେଣ୍ଡ ହେଲେ କଣ କହିବା, ମଲ୍ଟିପୁଲ ହଜବେଣ୍ଡ ହେଲେ କଣ କହିବା, ପଲି ଆଣ୍ଡ୍ରି। ଆଣ୍ଡ୍ରି ପଲିଗାମି, ଏଟା ହଉଛି ପଲି ଆଣ୍ଡ୍ରି। ଆଚ୍ଛା, ସବୁଠାରୁ ହାଏଷ୍ଟ ଷ୍ଟେଟ୍ ଯୋଉଟା କି ହାଏଷ୍ଟ ପଲିଗାମି ଇନ୍ ଇଣ୍ଡିଆ, ଭାରତର ସବୁ କୋଉ ଷ୍ଟେଟ୍ ଯୋଉଟା କି ସବୁଠାରୁ ହାଏଷ୍ଟ ପଲିଗାମି ଆମେ ଦେଖିବା ପାଇଥାଉ, ଯିଏକି ମେଘାଳୟ ରିପୋର୍ଟ ହାଏଷ୍ଟ ପଲିଗାମି ରେଟ୍, ଯୋଉଟା କି 6.1%, ଯୋଉଟା କି ହାଏଷ୍ଟ ପଲିଗାମି ରେଟ୍। କାହିଁକି ନା ଏ ଯୋଉ ପଲିଗାମି କି ନେଇକିରି ଏଥର ଏ ଯୋଉ ପଏଣ୍ଟ ସବୁ ତମକୁ ଷ୍ଟେଟ୍ ମାନେ ମନ୍ଥ ୱାଇଜରେ ବେଶୀ ଟପ୍ ମାନେ ଡିପଲି ପଢେଇଥିଲି। କାହିଁକି ନା ଏସବୁ ଟପିକ ଉପରେ ଏକ୍ସାମରେ କ୍ୱେଶ୍ଚିନ୍ ଆସିବ, ଯେହେତୁ ପଲିଗାମି ନ୍ୟୁଜ ଅଛି ଯେ ପଲିଗାମି କନସେପ୍ଟ ଉପରେ କ୍ୱେଶ୍ଚିନ୍ ଆସିଯାଇପାରେ। ଯୋଉଟା କି ଏବେ ରିସେଣ୍ଟଲି ତା ଏଗେନ୍ଷ୍ଟରେ କୋଉ ବିଲ୍ ପାସ୍ କରାଯାଇଛି, ପଲିଗାମି ବିଲ୍। ଆସାମରେ ହାଏଷ୍ଟ ପଲିଗାମି ବା ବହୁ ବିବାହ ଆମେ କୋଉଠି ଦେଖିବାକୁ ପାଉଛେ, ମେଘାଳୟରେ। ଓକେ, ଚାଲ ଏବେ ରିସେଣ୍ଟଲି ଆନ୍ଧ୍ରପ୍ରଦେଶର 3ଟି ନୂଆ ଡିଷ୍ଟ୍ରିକ୍ଟ ଫର୍ମେସନ ହେଇଛି, ଯୋଉଟା କି ଆନ୍ଧ୍ରପ୍ରଦେଶର ଟୋଟାଲ ଡିଷ୍ଟ୍ରିକ୍ଟ ହଉଛି 29। ଯେହେତୁ 3ଟି ଡିଷ୍ଟ୍ରିକ୍ଟ ହେଇଛି ତାହେଲେ ନାଁକୁ ମନେ ରଖିବ, ଏତେ ବି ଇମ୍ପୋର୍ଟାଣ୍ଟ ନାହିଁ, ନ ଲେଖିଲେ ଚଳିବ, ବଟ୍ ମନେ ରଖିବାର ଅଛି ଟୋଟାଲ ଡିଷ୍ଟ୍ରିକ୍ଟ ହଉଛି 29ଟା। ଆଚ୍ଛା, ହର୍ନବିଲ୍ ଫେଷ୍ଟିଭାଲ ଇଜ ରିଲେଟେଡ୍ ଟୁ ହ୍ୱିଚ୍ ଷ୍ଟେଟ୍, କୋଉ ଷ୍ଟେଟ୍ ସହିତ ହର୍ନବିଲ୍ ଫେଷ୍ଟିଭାଲଟା ରିଲେଟେଡ୍ ରହୁଛି, ଯୋଉଟା କି ମୁଁ ତମକୁ ଷ୍ଟେଟ୍ ନ୍ୟୁଜରେ ବି ପଢେଇଥିଲି। ମନେ ରଖ, ତୁମର ହର୍ନବିଲ୍ ଫେଷ୍ଟିଭାଲଟା ତୁମର କୋଉ ଷ୍ଟେଟ୍ ସହିତ ରିଲେଟେଡ୍ ହଉଛି, ନାଗାଲାଣ୍ଡ ସହିତ। ଆଉ ମନେ ରଖ, ଏଥର ତୁମମାନଙ୍କର 6ଟି କଣ୍ଟ୍ରିକୁ ଇନଭାଇଟ୍ କରାଯାଇଛି, ଯେମିତି ସୁଇଜରଲ୍ୟାଣ୍ଡ ରହିଲା, ତୁମର ଆୟରଲାଣ୍ଡ ରହିଲା,
ଯେଉଁମାନଙ୍କୁ ଇନଭାଇଟମେଣ୍ଟ କରାଯାଇଛି। ତା ସହିତ ଗୋଟେ ଷ୍ଟେଟକୁ ମଧ୍ୟ ଆମେ ଇନଭାଇଟ୍ କରିଛେ। ସେ ଷ୍ଟେଟ ନାଁ ହେଉଛି ଅରୁଣାଚଳ ପ୍ରଦେଶ। ଟୋଟାଲି 6ଟି ଷ୍ଟେଟକୁ ଆମେ କହୁଛେ, ଯେମିତି ୟୁନାଇଟେଡ୍ କିଙ୍ଗଡମ୍, ତୁମର ଆଇର୍ଲାଣ୍ଡ ରହିଲା, ଫ୍ରାନ୍ସ ରହିଲା, ଅଷ୍ଟ୍ରେଲିଆ ରହିଲା, ମାଲ୍ଟା ରହିଲା, ସୁଇଜରଲ୍ୟାଣ୍ଡ ରହିଲା, ଏମାନଙ୍କୁ ଆମେ ଇନଭାଇଟେସନ କରିଛେ। ଆଚ୍ଛା, ଏବେ ରିସେଣ୍ଟଲି ଗୋଟେ ଷ୍ଟେଟର ଓକେ ଯୋଉଟା କି ମାର୍ବଲ ଅଛି, ଯାହାକୁ ଆମେ କହୁଛେ ଅମ୍ବାଜୀ ମାର୍ବଲ, କୋଉ ଷ୍ଟେଟର ଏଟା ଜିଆଇ ଟ୍ୟାଗ ଦିଆଯାଇଛି, କୋଉ ଷ୍ଟେଟର ଜିଆଇ ଟ୍ୟାଗ ଦିଆଯାଇଛି? ମନେ ରଖିବ, ସେ ହେଉଛି କିଏ? ସେ ଗୁଜରାଟର ସେ ରିସେଣ୍ଟଲି ଜିଆଇ ଟ୍ୟାଗ ତାକୁ ଦିଆଯାଇଛି। ଆଚ୍ଛା, आर्टिफिशियल इंटेलिजेंस जहाँ हम एआई कहूँ इनोवेशन हब कौटी आर्टिफिशियल इंटेलिजेंस जहाँ हम इनोवेशन हब बोली कहूँ कौटिला तेलंगाना। अच्छा, किसी प्रोडक्शन अच्छी जोड़ा को लेकर ओडिशा रो सॉरी इंडिया रो रैंक आसी मिल्क प्रोडक्शन रो इंडिया रैंक केते, मिल्क प्रोडक्शन रो इंडिया रैंक केते मन रखिबो। मिल्क प्रोडक्शन रो इंडिया रैंक होची ग्लोबली नंबर 1 रो ओके। हां, इंडिया वर्ल्ड लार्जेस्ट प्रोडक्शन ऑफ मिल्क एंड सेकंड इन एग प्रोडक्शन रे इंडिया रैंक होची सेकंड, आउ मिल्क प्रोडक्शन रे इंडिया रैंक होची जोड़ा कि 1, जे कि पूर्व वर्ष तुलना 3.58% ग्रोथ है ओके। जमती ओडिशा भारत सरकार हो, ओडिशा सरकार हो, बहुत सारा गवर्नमेंट स्कीम अच्छी जमती कामधेनु योजना रो, एम सब स्कीम रही। अच्छा, तो ये टीबी रोग को नहीं गोटे पशिची अपडेट आसी जोड़ा कि तुम्हारे 21% फॉल टीबी इन इंडिया फॉल कर डिजीज एटा इंपोर्टेंट नहीं, बस खाली आपको रीडिंग करार अच्छे। अच्छा, तो तुम्हारा आर्टिफिशियल इंटेलिजेंस बा एआई टेक्नोलॉजी को हमरो डेवलपमेंट करने पे यूथ मानक ऊपर तो गोटे स्कीम को लॉन्च कराई। स्कीम रो ना कौन? युवा एआई। मन रखियो अबाउट युवा एआई फॉर ऑल इनिशिएटिव। तो तुम मानकर आ द्वारा कौन हो पारिबो? आर्टिफिशियल इंटेलिजेंस रो गोटे नॉलेज एटा डेवलपमेंट हो पारिबो। 58 रे ऑलरेडी पढ़िथिला, आमे कोथिले ना स्टेट मंथ वाइज पढ़िथिले थिला जे एबे रिसेंटली हम जो नेशनल सॉन्ग को केते वर्ष पूर्ण हिची। एबे रिसेंटली हम जो नेशनल सॉन्ग अछि एटा केते वर्ष कंप्लीट हिची नेशनल सॉन्ग को? मन रखियो 150 तम कंप्लीट हिची हम नेशनल सॉन्ग को। 100 रु 200% ग्यारंटी एथर ओएस एग्जाम रे क्वेश्चन भी आसीबो, आ सीजीएल एग्जाम रे क्वेश्चन आसीबो। एटा केबे प्रथमे लिखा हितला गान हितला? फास्ट केबे एटा हितला? 7 नवेम्बर 1975 मसीह प्रथम ओके सॉन्ग होता जोटा कि आम जहाँ ना हूँ वंदे मातरम ओके। एटा बहुत थोड़ा क्वेश्चन आसे आ वंदे मातरम को किए लिखिथिले? डेटा मन रखियो 7 नवेम्बर। वंदे मातरम को लिखिथिले किए? से बंकिम चंद्र चटर्जी लिखिथिले। प्रथम थर आपको क्यों जर्नल रे पब्लिश कराइथला? फास्ट टाइम क्यों जर्नल रे फास्ट पब्लिश इनी को जर्नल? बंग दर्शन। मन कि जर्नल ना हूँ बंग दर्शन, जे कि प्रथम थर को पब्लिश कराइथला। परवर्ती अवस्था रे 1882 रे आनंद मठ नोवेल रे को आड करा जायथला। तार लेखक होचुंदी के से बंकिम चंद्र चटर्जी। अच्छा, मन रखियो बिले एठी गोटे जिंस होचे जे हमर आर्टिकल 51 ए रे समस्त विषय मेंशन कराइछि। हम संविधान विषय रे, नेशनल फ्लैग विषय रे, नेशनल एंथम विषय रे, किंतु केबे भी मेंशन करा जायनि नेशनल सॉन्ग विषय रे। अच्छा, एठी क्वेश्चन टू एवरीवन, हमर नेशनल एंथम केसे जका हम फंडामेंटल ड्यूटी बोली कहूचे। आर्टिकल 51 ए होची फंडामेंटल ड्यूटी। फंडामेंटल ड्यूटी रे नेशनल सॉन्ग विषय किछ कहा जायनि। तले हम नेशनल एंथम के मन के जनगण मन होचे हम नेशनल एंथम। ए नेशनल एंथम किए लिखिथिले? रविंद्रनाथ टागोर लिखिथिले। जो प्रथम थर ताकू केबे अडॉप्ट कराइथला काहाकू ना नेशनल सॉन्ग को 1896 रे 1896 रे प्रथमे ताकू अडॉप्ट कराइथला कोठी ना कलकत्ता सेशन बाय द कांग्रेस इंडियन नेशनल कांग्रेस द्वारा कलकत्ता सेशन रे फास्ट ताकू अडॉप्ट कराइथला। बहुत इंपोर्टेंट पॉइंट, फास्ट ताकू केबे अडॉप्ट कराला। हम संवैधानिक दृष्टि हम संविधान को केबे अडॉप्ट कला? एनुअल आंसर हम संविधान को केबे अडॉप्ट कला? संविधान केबे अडॉप्ट कला? संविधान फर्स्ट टाइम। थैंक यू। जनवरी, हाँ जनवरी 24 1950 मसीहा जो दिन, हाँ जनवरी 24 1950 मसीह सांविधानिक हिसाब से आम संविधान को आडप्ट कला। और से दिन नेशनल आंथम होता, नेशनल सॉन्ग दुईटा को आम आड करी। अच्छा, जीवा नेक्स्ट पॉइंट को।
ନେକ୍ସଟ ପଏଣ୍ଟ ମୁଁ କଣ କହୁଛି? ଆଚ୍ଛା, ପ୍ରଥମ ପଲିଟିକାଲ ସ୍ଲୋଗାନ ହିସାବରେ ବନ୍ଦେ ମାତରମକୁ କେବେ ବ୍ୟବହାର କରିଥିଲା? 7 ଅଗଷ୍ଟ 1905 ଯେତେବେଳେ ଆମର କଣ ହେଇଥିଲା ନା ସ୍ୱଦେଶୀ ମୁଭମେଣ୍ଟ ହେଇଥିଲା, ସେ ସମୟରେ ବା ସେ ସମୟରେ ଏ ସ୍ଲୋଗାନକୁ ଆଜ କଣ ନା ପଲିଟିକାଲ ସ୍ଲୋଗାନ ହିସାବରେ ବ୍ୟବହାର କରାଯାଇଥିଲା। 59 ପଏଣ୍ଟ କଣ କହୁଛି? ଭାରତର ପ୍ରଥମ ଫାଷ୍ଟ ଫରେଷ୍ଟ ୟୁନିଭର୍ସିଟି କୋଉଠି ଏଷ୍ଟାବ୍ଲିଶ ହେଇଛି? ଭାରତର ପ୍ରଥମ ଫରେଷ୍ଟ ୟୁନିଭର୍ସିଟି ମନେ ରଖିବ, ଗୋରଖପୁର ଉତ୍ତରପ୍ରଦେଶରେ। ଗୋରଖପୁର ଉତ୍ତରପ୍ରଦେଶରେ। 60 ନମ୍ବର ପଏଣ୍ଟ, ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ, ଏଥର ଡେଫିନେଟଲି 100% ତୁମେ କ୍ୱେଶ୍ଚିନ୍ କୁ ଫେସ୍ କରିବ। ହାଉ ମେନି ନମ୍ବର ଅଫ ରାମସରା ସାଇଟ୍? ହାଉ ମେନି, ଦେଖ ରାମସରା ସାଇଟ୍ ଆଜି ଷ୍ଟାର୍ଟିଂ ହିସାବରେ ମୁଁ ତୁମମାନଙ୍କୁ ପଢେଇଛି ଆଉ ମଧ୍ୟ ପଢେଇବି, ବଟ୍ ଏଥିରେ କରେଣ୍ଟରେ କଣ କ୍ୱେଶ୍ଚିନ୍ ଆସିଲା ଯେ ମନେକ इंडिया add टू मोर वेटलैंड रामसरा साइट लिस्ट आम जो रामसरा साइट अच्छी वेटलैंड अच्छी आम आड कर टोटल रामसरा साइट आम के 96 होगा। तो दुईटा आम जो आड कले गोटा हूँ कपूर KO कोपार रिजर्वेशन जोटा अच्छी एटा कोड अच्छी छत्तीसगढ़ अच्छी एटा क्वेश्चन आसीबो आउट अच्छी राजस्थान रे। ओके, आउट लेक होची किसे राजस्थान। तो एटा क्वेश्चन आसी पारे जे लेक टा को स्टेट रो अच्छी राजस्थान, ए जो रिजर्वेशन टा कोठ अच्छी छत्तीसगढ़ रो अच्छी। मन को दीटा जिंस को हम ऐड कले सो दैट नाउ टोटल हमरो रामसरा साइट होची केते ना 96 टा रामसरा साइट अच्छी। अच्छा, ଏବେ ରିସେଣ୍ଟଲି ଆଉ ଗୋଟେ ହାଇଡ୍ରୋ ପ୍ରୋଜେକ୍ଟ ବିଷୟରେ ନ୍ୟୁଜରେ ମଧ୍ୟ ଆସିଥିଲା, ଯାହାର ନାଁ ହଉଛି ହଉଛି ଦୁଲହସ୍ତି। स्टेज 2 ये जो हाइड्रो प्रोजेक्ट कौटी लॉन्च कर से जम्मू एंड काश्मीर चेनाब रिवर जम्मू एंड काश्मीर चेनाब रिवर को लॉन्च कर। तो तीनोटी हाइड्रो प्रोजेक्ट तुमको डिस्कशन करेली को रिवर को जगह मन रख। भारत सब बड़ लार्जेस्ट आम कहीपर गोटे वृत्ताकार पथर आम पाइसे माने सर्कुलर स्टोन एटा को जगह एटा को आम डिस्कवर करिछे एटा होचे महाराष्ट्र। एटा बेले बेले ए टाइप रो क्वेश्चन आसे जे ए जो जिनसटा डिस्कवर हेइछे एटा को जगह रे डिस्कवर हेइछे। तो थैंक यू स्टूडेंट। तो फाइनली एटा कंप्लीट हो गला 2025 मसियार टोटल करंट अफेयर अप टू जनवरी मासरु डिसेंबर मासर आम केतटा क्लास करले तो तीनोटी क्लास मु करथि। फर्स्ट क्लास, सेकंड क्लास, आज थला थर्ड क्लास। आज ए क्लास पर ए तुम तीनोटी क्लास जो रिकॉर्डिंग मु अपलोड कर नथली बट एटा YouTube रो अपलोड हेतला। तीनोटी क्लास रो रिकॉर्डिंग मु आज एप्लीकेशन रो अपलोड करिवि। तुम जो करंट अफेयर फाइल को जीवो, फाइल रे गोटे लेखा हेथिवो 2025 ऑल करंट अफेयर पूरा टोटल सेइथरे ए क्लास रो समस्त PDF और तीनोटी क्लास तीनोटी वीडियो रिलेटेड टू कहारो ना तुम मनखरो स्टेट न्यूज। अच्छा, मु टिके खाली तुमको आउ टिके देखिए दउछि गोटे जिंस सो दैट तुमको इजी हे जिवो। ओके, जो मान जॉइन करिछो आदित्य एकेडमी एप्लीकेशन रो जोटा कि अपकमिंग ओएस जो बैच अछि जोटा कि 2999 आसुछि और सीजीएल बैच दीटा अछि। ए दीटा बैच तुम पाई परिबो और एति कि तुमको गोटे गारंटी दउछि जहाँ भी तुमको करंट अफेयर दउछि 100% तुमको बिलीव रखिया पड़िबो जे आरी ऊपर तुमको सब जिंस आसी जिवो। अच्छा, गोटे 2 मिनिट खाली टिके डिस्कशन करबा कॉन्फिडेंस आसी होछि करंट अफेयर ऊपर ना किछि डाउट रोछि? किछि डाउट रोछि ना कॉन्फिडेंस आसुछि? कॉन्फिडेंस आसी होछि ना ताल डेफिनेटली हमर हम देखो जो जिंस मु पढौछि ताको मझे मझे टे रिवीजन करथुव। रिवीजन न कले किछि हो मु तो पढै चली पढेबार मोर कोन अछि। मु बेले बेले कोन करे किछि किछि क्लास मझे टिके स्लो कर दिए। एथि पे स्लो करे जानि सुनि रिवीजन इज इंपोर्टेंट लाइफ रे। हम भाबु जे थ्योरी हम पे इंपोर्टेंट केबे भी थ्योरी इंपोर्टेंट नय। मु जति लेसन शिखिछि जति पिला सक्सेस पाइछंती गोटे जिंस होछि रिवीजन। तुम कथे 100 खंड बही थिबो जति इंपोर्टेंट नाही खंडे बही को 100 थर पढिबा ता पय तुम पय इंपोर्टेंट। लाइफ रे रिवीजन इज इंपोर्टेंट। जति की पाठ पढाइछि ट्राई कर ताको बार बार रिवीजन करे पय। हां, आज तुमरो लाइफ एग्जाम अछि मैथ रो समस्त पे रेडी थिबो जेटा कि 8 ओ क्लॉक रे देवी। धीरे देख मु समय वाइज समस्त देवी धीरे धीरे तत्तर हेले किछि लाभ नै। तत्तर तुमे सबले काहे कहउछो तुमे सोसाइटी को लक्ष्य करूछो जे सोसाइटी केम चलछि ना तुमको सक्सेस ओरिएंटेड जिबार अछि। मु सक्सेस कहिबी केमति जिबी तुमको ठेकुआ हे कि नुहे कइछ हे कि जिबार अछि ताल तुम सक्सेस पाइबो। ओके,
ମୁଁ ତ କରେଣ୍ଟ ଆଫେୟାର ନୋଟ୍ ପଢୁଛି ଫେରେ ବହି କାହିଁ କିଣିବ? ମୁଁ ଦିନ ରାତି ଅନିଦ୍ରା ହେଇକି ତମ ପାଇଁ ନୋଟ୍ ବନେଇବି, ତମେ ଯଦି ବହି କିଣିବ କାହିଁ ମୁଁ ନୋଟ୍ ବନେଇବି? ବହିରେ ତ ପଢେଇଦେବି।